ଆଜିର ବାକ୍ୟରେ ଆମେ ଜିହିଜିକଲ ପୁସ୍ତକ ତାର 33 ଅଧ୍ୟାୟ ତାର 11 ପଦକୁ ଯଦି ଆମେ ଦେଖିବା, ଏଠାରେ ଲେଖା ଅଛି, ସେମାନଙ୍କୁ କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ଦୁଷ୍ଟର ମରଣରେ ଆମ୍ଭର ସନ୍ତୋଷ ନାହିଁ, ମାତ୍ର ଦୁଷ୍ଟ ଯେପରି ଫେରି ବଞ୍ଚେ ଏଥିରେ ହିଁ ଆମ୍ଭର ସନ୍ତୋଷ ଅଛି। ଏଠାରେ ଆମେ ଦେଖିପାରୁଛୁ ଆଉ ସଦାପ୍ରଭୁଙ୍କର ସନ୍ତୋଷ ରହିଛି ଯେ ଗୋଟିଏ ଦୁଷ୍ଟ କି ପ୍ରକାର ଫେରିବ, ବଞ୍ଚିବ ଏବଂ ତାଙ୍କ ରାଜ୍ୟର ଅଧିକାର ହୋଇପାରିବ, ଏହା ସେ ଚାହାନ୍ତି। କିନ୍ତୁ ଆମ୍ଭେମାନେ ଏହି ଜଗତରେ ରହି ଦୁଷ୍ଟ ପଥରେ ରହୁଛୁ, କିନ୍ତୁ ସଦାପ୍ରଭୁ ଏହି ଦୁଷ୍ଟ ପଥକୁ ସନ୍ତୋଷ ହୁଅନ୍ତି ନାହିଁ। ଦୁଷ୍ଟରୁ ଫେରି ଆମେ ପରିତ୍ରାଣ ପାଇବା, ଏହା ହିଁ ସେ ଚାହାନ୍ତି। ତେଣୁ ଆସୁ ପ୍ରିୟ ବନ୍ଧୁଗଣ, ଆଜିର ଦିନରେ ମୁଁ କହିବାକୁ ଚାହେଁ, ଯଦି ଆମମାନଙ୍କ ଜୀବନରେ ଦୁଷ୍ଟ ପଥ ଅଛି, ତେବେ ଆସୁ ଆମେ ଫେରିବା ଏବଂ ତାଙ୍କ ନିକଟକୁ ଯିବା। ତେବେ ଆମେ ପରିତ୍ରାଣ ପ୍ରାପ୍ତ ହୋଇ ସେ ରାଜ୍ୟର ଅଧିକାରୀ ହୋଇପାରିବା। ଧନ୍ୟବାଦ।